ଦ୍ୱାଦଶ ରାଶିଚକ୍ରର ଏକାଦଶ ରାଶି ତଥା ଶନିଦେବଙ୍କର ରାଶି କୁମ୍ଭ ରାଶି ପାଇଁ 2025 ମସିହା ନଭେମ୍ବର ମାସର ମାସିକ ରାଶିଫଳ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ପ୍ରଥମେ ନଭେମ୍ବର ମାସରେ କୁମ୍ଭ ରାଶିର କ୍ୟାରିୟର ବା କର୍ମ ବିଷୟରେ ଜାଣିବାକୁ ଗଲେ ଜଣାଯାଏ, ଏ ମାସର ପ୍ରଥମାର୍ଦ୍ଧରେ ସୂର୍ଯ୍ୟ କୁମ୍ଭ ରାଶିର ନବମ ଭାବ ତୁଳା ରାଶିରେ ନୀଚ ଭାବରେ ଅବସ୍ଥାନ କରୁଥିବାରୁ ଭଲ ଫଳ ପ୍ରଦାନ କରିପାରିବେ ନାହିଁ। ନଭେମ୍ବର ମାସର ଦ୍ୱିତୀୟାର୍ଦ୍ଧରେ ସୂର୍ଯ୍ୟ କୁମ୍ଭ ରାଶିର ଦଶମ ସ୍ଥାନ ବିଛା ରାଶିର ଅଧିପତି ମଙ୍ଗଳଙ୍କ ସହିତ ଏକତ୍ର ଅବସ୍ଥାନ କଲେ କର୍ମକ୍ଷେତ୍ରରେ ବାକି ରହିଥିବା ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ। ସରକାରୀ ଚାକିରି ଖୋଜୁଥିବା କୁମ୍ଭ ରାଶି ଜାତକ ବ୍ୟକ୍ତିଙ୍କ ପାଇଁ ମାସର ଦ୍ୱିତୀୟାର୍ଦ୍ଧଟି ବେଶ୍ ପ୍ରଶସ୍ତ ରହିବ। ସରକାରୀ ଚାକିରିରେ ଥିବା ବ୍ୟକ୍ତି ପ୍ରଶାସନିକ କ୍ଷମତା ହାସଲ କରିବେ। ଉପରିସ୍ଥ ଅଧିକାରୀଙ୍କର ସୁନଜରରେ ରହିବା ଯୋଗୁଁ ବହୁ ଦିନରୁ ବନ୍ଦ ହୋଇ ରହିଥିବା ପ୍ରମୋସନ ଫାଇଲ ପୁଣି ଖୋଲିବ। ବୃହସ୍ପତିଙ୍କର ଦୃଷ୍ଟି କର୍ମଭାବ ଉପରେ ରହିଥିବାରୁ ବାଣିଜ୍ୟ ବ୍ୟବସାୟ କ୍ଷେତ୍ରରେ କୁମ୍ଭ ରାଶି ଜାତକ ବ୍ୟକ୍ତି ଅଭୂତପୂର୍ବ ସଫଳତା ହାସଲ କରିବେ। ସରକାରୀ ଠିକାଦାରୀ, ନିର୍ମାଣ କାର୍ଯ୍ୟ, ଜାଗାବାଡ଼ି ବେପାର ଓ କ୍ରୟ ବିକ୍ରୟ ପ୍ରଭୃତି କାର୍ଯ୍ୟରେ ଲିପ୍ତ ବ୍ୟବସାୟୀ ଏହିସବୁ କ୍ଷେତ୍ରରୁ ଆଶାତୀତ ଲାଭ କମାଇ ପାରିବେ। ଆର୍ଥିକ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଜଣାଯାଏ, କୁମ୍ଭ ରାଶିର ଆୟଭାବର ଅଧିପତି ବୃହସ୍ପତି ଉଚ୍ଚ ଭାବରେ ଅବସ୍ଥାନ କରିଥିବାରୁ ନଭେମ୍ବର ମାସରେ କୁମ୍ଭ ରାଶିର ଆୟ ଠିକ୍ଠାକ୍ ରହିବ, କିନ୍ତୁ ଏଥିପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। କୁମ୍ଭ ରାଶିର ଲଗ୍ନରେ ବିରାଜମାନ କରୁଥିବା ରାହୁ ଅନୈତିକ ଉପାୟରେ ଆସୁଥିବା ଅର୍ଥ ଗ୍ରହଣ କରିବା ପାଇଁ ପ୍ରୋତ୍ସାହିତ କରିପାରେ, କିନ୍ତୁ ଗ୍ରହଣ ନ କରିବା ଉଚିତ ହେବ, ନଚେତ୍ ବିପଦର ସାମନା କରିବାକୁ ପଡ଼ିପାରେ। ନଭେମ୍ବର ମାସରେ କୁମ୍ଭ ରାଶିର ପାରିବାରିକ ଜୀବନ ମଧ୍ୟମ ଧରଣର ରହିବ। ଲଗ୍ନ ଭାବରେ ଥିବା ରାହୁ ପାରିବାରିକ ବିଦ୍ୱେଷ ତଥା ଷଡ଼ଯନ୍ତ୍ରର ସୂଚନା ଦିଏ। ଦ୍ୱିତୀୟ ଧନ ଭାବରେ ଅବସ୍ଥିତ ବକ୍ରୀ ଶନି ଗୃହକର୍ତ୍ତାଙ୍କର ଅଳସୁଆପଣକୁ ନିର୍ଦ୍ଦେଶ କରୁଥିବା ବେଳେ ଆଜି କରିବାକୁ ଥିବା କାମ କାଲି କରିବା କହି ବାରମ୍ବାର ଟାଳଟୁଳ ନୀତି ପ୍ରଦର୍ଶନ କରିବାର ଇଙ୍ଗିତ କରିଥାଏ। ମାସର ପ୍ରଥମାର୍ଦ୍ଧରେ ଦାମ୍ପତ୍ୟ ଜୀବନରେ ଦମ୍ପତିଙ୍କ ମଧ୍ୟରେ ମତଭେଦ ଉପୁଜିବାର ସମ୍ଭାବନା, କିନ୍ତୁ ମାସର ଦ୍ୱିତୀୟାର୍ଦ୍ଧରେ ସମ୍ପର୍କ ଠିକ୍ଠାକ୍ ରହିବ। ଅବିବାହିତ ରହିଥିବା ପୁଅ ଓ ଝିଅଙ୍କ ପାଇଁ ମାସର ଦ୍ୱିତୀୟାର୍ଦ୍ଧରେ ବିବାହ ପ୍ରସ୍ତାବ ଆସିବା ତ୍ୱରାନ୍ୱିତ ହେବ। ପ୍ରେମ ସମ୍ପର୍କରେ ଥିବା କୁମ୍ଭ ରାଶି ଜାତକ ବ୍ୟକ୍ତିଙ୍କ ପାଇଁ ଅଚାନକ ଶୁଭ ଖବର ଆସିପାରେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିବାକୁ ଗଲେ ନଭେମ୍ବର ମାସଟି କୁମ୍ଭ ରାଶି ପାଇଁ ଠିକ୍ଠାକ୍ ଯିବାର ଜଣାଯାଉ ନାହିଁ। ମାସର ପ୍ରଥମାର୍ଦ୍ଧରେ ଚକ୍ଷୁ ଓ ହାଡ଼ ସମ୍ବନ୍ଧିତ ସମସ୍ୟା ଭୋଗିପାରନ୍ତି। ଲଗ୍ନରେ ରାହୁ ବିରାଜମାନ କରିଥିବାରୁ ଏବଂ ଲଗ୍ନ ଉପରେ ତଥା ରାହୁ ମହାଗ୍ରହଙ୍କ ଉପରେ ମଙ୍ଗଳଙ୍କ ଦୃଷ୍ଟି ରହୁଥିବାରୁ ଚର୍ମ ସମ୍ପର୍କିତ ସମସ୍ୟା ଦେଖାଯିବ। ପୁରୁଣା ବ୍ଲଡ଼ ପ୍ରେସର ରୋଗୀ ସାବଧାନ ରହିବେ। ଶରୀରରେ ବାୟୁର ପ୍ରକୋପ ଦେଖାଯିବ। ଏ ତ ଗଲା ମୋଟାମୋଟି ଭାବରେ କୁମ୍ଭ ରାଶି ପାଇଁ ନଭେମ୍ବର ମାସର ମାସିକ ରାଶି ଫଳ। ମାସଟିରେ ରହିଥିବା ଅଶୁଭତ୍ୱକୁ ଦୂର କରି ଶୁଭ ଫଳ ପାଇବା ନିମନ୍ତେ ଶନିଦେବଙ୍କର ଇଷ୍ଟ ଦେବୀ ମା ଦକ୍ଷିଣକାଳୀଙ୍କର ଶରଣାପନ୍ନ ହୁଅନ୍ତୁ। ଶ୍ରୀକ୍ଷେତ୍ର ପୁରୀରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ କୁମ୍ଭ ରାଶି ଜାତକ ବ୍ୟକ୍ତିଙ୍କର ରହିଥିବା ସମସ୍ତ ଦୋଷ ଖଣ୍ଡନ ହୋଇ ମନୋବାଞ୍ଛିତ ଫଳ ପ୍ରାପ୍ତ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବାକୁ ଅନୁରୋଧ। ନମସ୍କାର। ତପନ।